ଆରେ କେମିତି ଅଛି ପଚାରି ଦେଲେ କାହାର ଅବସ୍ଥା ଠିକ ହେଇଯାଏ ନାହିଁ, କିନ୍ତୁ ଏତିକି ଖୁସି ନିଶ୍ଚୟ ଆସେ ଯେ କେହି ଜଣେ ନିଜର ଭାବି ବ୍ୟସ୍ତମୟ ଜୀବନରୁ କିଛି ସମୟ ବାହାର କରି ତମକୁ ଆସି ପଚାରି ପାରିଲା। ମଣିଷ ଜୀବନ ହେଉଛି ରଙ୍ଗମଞ୍ଚ ଭଳି, ଯିଏ ଯେମିତି ଅଭିନୟ କଲା ସେ ସେମିତି ଫଳ ପ୍ରାପ୍ତ ହେଲା। ଏ ମଣିଷର ପ୍ରକୃତି ଏମିତି ଯେ ବିବାହ ଭୋଜିରେ ଗୋଡ଼ ଉପରେ ଗୋଡ଼ ରଖି ପେଟ ଖରାପ ଥିଲେ ବି ଖାଇ ବସେ, କିନ୍ତୁ ଦୁଃଖ ତ ଏତିକି ଯେ ଜଣେ କିଏ ସଂସାରରୁ ନିଜର ଲୋକ ଚାଲିଗଲେ ତାକୁ ଯଦି ଦଶା ଭୋଜି ଖାଇବା ପାଇଁ ଡାକିବ ନା, ସେ ଦଶା ଭୋଜି ଖାଇବା ପାଇଁ ଘୃଣା କରେ। ଯେତେ ସାଙ୍ଗସାଥି ହେଉଥାଉ ନା କାହିଁକି ସେ ଜମାରୁ ଆସେନି। ଦିନ ଥିଲା ଆଗ କାଳର ଲୋକ କୁହନ୍ତି, ବାବୁରେ ଯେତେବେଳେ ଆମକୁ ଖାଇବାକୁ ନ ମିଳୁଥିଲା 2-3 ଦିନ ଉପବାସରେ ରହୁଥିଲୁ, ମରିଗଲା ପରେ ମଣିଷକୁ ଦନି ଦେବା ପାଇଁ ଯେଉଁ ଭାତ ତରକାରୀ ନିଅନ୍ତି ତାକୁ ଖାଇ ଆମେ ଜୀବନ ବଞ୍ଚେଇଛୁ। କିନ୍ତୁ ଆଜିର ମଣିଷ ଗର୍ବ ଅହଙ୍କାରରେ ବୁଡି ରହିଛି। ଏଠି ଧନ ପାଇଁ ମଣିଷ ସବୁ କିଛି କରୁଛି, କିନ୍ତୁ ପ୍ରକୃତର ସାଙ୍ଗ ପ୍ରକୃତର ବନ୍ଧୁକୁ ସେ ଚିହ୍ନୁ ନାହିଁ। ଏ ହେଉଛି ଆମ ମଣିଷ ପ୍ରକୃତି।